ଜୟ ଜଗନ୍ନାଥ ସାଙ୍ଗମାନେ। ତ ଆପଣମାନଙ୍କୁ ଶାରଦୀୟ ଉତ୍ସବର ଅଭିନନ୍ଦନ। ତ ଚାଲନ୍ତୁ ଆଜି ଯିବା ଜଗତସିଂହପୁର ଦୁର୍ଗା ପୂଜା ଦେଖିବା ପାଇଁ। କେତେଟା ଆପଣଙ୍କୁ ମୁଁ ଠାକୁର ଦେଖଉଛି ଆପଣ ଗଣିକି ମୋତେ କମେଣ୍ଟରେ କହିବେ। ଏବେ ଦେଖିପାରୁଥିବେ ଏଠି ରାବଣ ହେଇଛନ୍ତି, ଡେକୋରେସନ୍ ବି ବହୁତ ସୁନ୍ଦର ହେଇଛି। ତ ଚାଲନ୍ତୁ ଯିବା ନେକ୍ସଟ ଦେଖିବା ପାଇଁ। ଏ ଡେକୋରେସନ୍ ବି ବହୁତ ସୁନ୍ଦର ହେଇଛି ଦେଖିପାରୁଥିବେ। କିନ୍ତୁ ମୁଁ ଆପଣଙ୍କୁ ଆଉ ଗୋଟେ ଡେକୋରେସନ୍ ଦେଖେଇବି ଆଗକୁ, ଯେଉଁଟାକି ବହୁତ ସୁନ୍ଦର ହେଇଛି। ମୋତେ ସବୁଠାରୁ ବେଶୀ ଭଲ ଲାଗିଲା ସେଇ ଡେକୋରେସନ୍ଟା। ଆସିଲେ ମୁଁ ଆପଣଙ୍କୁ କହିବି। ତ ଆଇ ଲଭ୍ ଜଗତସିଂହପୁର ପାଖରେ ଆମେ ଏବେ ଯାଉଛୁ। ଆପଣ ଖାଲି ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛନ୍ତି ମା। ମୁଁ ପୁରା ପାଖରୁ ଆପଣଙ୍କୁ ଦେଖାଉଛି। ତ ଚାଲନ୍ତୁ ଯିବା ନେକ୍ସଟ ଦେଖିବା ପାଇଁ। ଡେକୋରେସନ୍ ତ ବହୁତ ସୁନ୍ଦର ହେଇଛି ଦେଖିପାରୁଥିବେ ଆପଣମାନେ। ଏଇଠି ବି ଦେଖନ୍ତୁ କେତେ ସୁନ୍ଦର ଡେକୋରେସନ୍ ହେଇଛି। ଆଉ ମୂର୍ତ୍ତି ବି କେତେ ସୁନ୍ଦର ଗଢ଼ା ହେଇଛି ଆପଣ ଦେଖିପାରୁଥିବେ। हमारे यहाँ ऐसा ही होता है। ମାନେ ରୋଡ଼ରେ ଗଲାବେଳେ ଯେତେବେଳେ ପୁରା ସବୁ କଲର୍ର ଲାଇଟ୍ ଜଳୁଥିବ ପୁରା ଏନ୍ଜୟ, ମାନେ ପୁରା ବଢ଼ିଆ ଲାଗେ ଯିବାକୁ ରୋଡ଼ରେ। ଦେଖିପାରୁଥିବେ କେତେ ସୁନ୍ଦର ଦେଖାଯାଉଛି। ଆପଣ ଗଲାବେଳେ ପୁରା ବଢ଼ିଆ ଲାଗିବ, ଫିଲ୍ ହେବ ପୁରା ବଢ଼ିଆ। ଦେଖିପାରୁଥିବେ ଉପରୁ ବନାନ୍ତୁ କେତେ ବଢ଼ିଆ ଡେକୋରେସନ୍ ହେଇଛି। ଏଠି ପୁରା ବଢ଼ିଆ ବଢ଼ିଆ ମେଢ଼ ବି ସବୁ ହେଇଛି, ପୁରା ଡିଜାଇନ୍ ପୁରା ମସ୍ତ ହେଇଛି। ତ ଆପଣ ଖାଲି ଦେଖନ୍ତୁ ଏଇ ଡେକୋରେସନ୍ଟା ମୋତେ ବହୁତ ଭଲ ଲାଗିଲା ଜଗତସିଂହପୁରରେ। ସବୁଠାରୁ ବେଶୀ ଏଇ ଡେକୋରେସନ୍ଟା ହିଁ ଭଲ ଲାଗିଲା। ଆପଣ ଦେଖନ୍ତୁ ପୁରା ଏଣ୍ଟ୍ରି କଲାବେଳେ ପୁରା ଆପଣଙ୍କୁ ପୁରା ବଢ଼ିଆ ଲାଗିବ। ଆଉ ଏଠି ବି ଦେଖନ୍ତୁ ବହୁତ ସୁନ୍ଦର ହେଇଛନ୍ତି ମା। ତ ଚାଲନ୍ତୁ ଦେଖିବା ଆଗକୁ। ଏହି ଡେକୋରେସନ୍ଟା ବି ଆପଣ ଦେଖନ୍ତୁ କେତେ ସୁନ୍ଦର ହେଇଛି, ପୁରା ଲିଚୁ ଲାଗିଛି। ତା ଭିତରକୁ ଗଲାବେଳେ ବି ପୁରା ବଢ଼ିଆ କିନା ତାର ପୁରା ଡିଜାଇନ୍ ହେଇଛି। रोम रोम भाइयों, सिस्टम पार देंगे। ତ ଚାଲନ୍ତୁ ଯିବା ଆଗକୁ ଦେଖିବା। ତ ମୋ ଭିଡ଼ିଓ ଯଦି ଜଗତସିଂହପୁର କେହି ବି ଦେଖୁଛନ୍ତି ତ କମେଣ୍ଟରେ ନିହାତି କହିବେ। हमारे यहाँ ऐसा ही होता है। ତ ଚାଲନ୍ତୁ ଯିବା ଆଗକୁ ଦେଖିବା। ତ ଆପଣମାନେ ଗଣୁଥାନ୍ତୁ, ଲାଷ୍ଟକୁ କମେଣ୍ଟରେ କହିବେ କେତେଟା ଠାକୁର ଆପଣ ଦେଖିଲେ। ତ ଦେଖିପାରୁଥିବେ ବହୁତ ସୁନ୍ଦର ଡେକୋରେସନ୍ ହେଇଛି ଏଠି। ଯେତେ ବି ଜାଗାରେ ଡେକୋରେସନ୍ ହେଇଛନ୍ତି ଆଉ ଠାକୁର ହେଇଛନ୍ତି ସବୁ ହିଁ ଭଲ ଲାଗୁଛନ୍ତି। ସବୁ ହିଁ ୟୁନିକ୍, ପୁରା ଜବରଦସ୍ତ, ସବୁ ପୁରା ଷ୍ଟାଇଲିଶ୍। ତ ଚାଲନ୍ତୁ ଦେଖିବା ଆଉ ଆଗକୁ କେତେଟା ଠାକୁର ଆଉ ଅଛନ୍ତି। ତ ଏଇଠି ବି ଦେଖିପାରୁଥିବେ ଡେକୋରେସନ୍ କେତେ ସୁନ୍ଦର ହେଇଛି। ସେକେଣ୍ଡ ଦିନ ହିଁ ଆମେ ଯାଇଥିଲୁ, ସେଥିପାଇଁ ଦେଖିପାରୁଥିବେ ଭିଡ଼ କମ୍ ଅଛି। ନହେଲେ ଏବେ ଗଲେ ତ ପୁରା ବହୁତ ଭିଡ଼ ଥିବ। ଏବେ ଗଲେ ଭିଡ଼ିଓ କରିବା ବହୁତ କଷ୍ଟକର ହେବ। ସେକେଣ୍ଡ ଦିନ ପୁରା ଫାଙ୍କା ଥିଲା, ସେଥିପାଇଁ ପୁରା ଭଲସେ ଭିଡ଼ିଓ କରିଛି। ନହେଲେ ଏତେ ଜିନିଷ କିଛି ବି ଆପଣଙ୍କୁ ଦେଖେଇ ହେଇନଥାନ୍ତା। ଏବେ ଯେଉଁ ମୂର୍ତ୍ତିଟି ଆପଣ ଦେଖୁଛନ୍ତି ଏଇଟା ପରମାନେଣ୍ଟ, ସବୁବେଳେ ରହିକି ପୂଜା ହୁଅନ୍ତି। ତ ଦେଖନ୍ତୁ ଏଇଟା ହେଉଛି ନେକ୍ସଟ। ପର ଠାକୁରଟା ହେଉଛନ୍ତି ଲାଷ୍ଟ। ତ ଏଇଠି ଭିଡ଼ିଓଟି ଶେଷ ହେଉଛି।